ଆଜ୍ଞା ନମସ୍କାର। କାଲି ଆକ୍ଚୁଆଲି ଆପଣ ଯେଉଁ ପ୍ରଶ୍ନ ପଚାରିଲେ ଯେ ରଘୁନାଥପୁର ପାଖରେ ଯେ ଆପଣ ତ ଖଣ୍ଡଗିରିରେ ନାଚ ଦେଖିଲେ ଆଉ ଆପଣଙ୍କର ଅନୁକୂଳରେ ଦେଖିଲେ, ପୁଣି ଏଠି କାହିଁକି ଆସିଛନ୍ତି? ମଣିଷ ଯେତେ ଉପରକୁ ଯାଉ ବା ତଳକୁ ଯାଉ, ଯେଉଁଠିକି ଯାଉ, ନିଜର ଜନ୍ମମାଟି ନିଜର ଜନ୍ମଭୂମିକି ସେ ବୁଝିପାରେ ନା। ବୁଝିବା ଉଚିତ, କାରଣ ଖଣ୍ଡଗିରିରେ ମୋ ଗାଁରେ ଯେତେବେଳେ ମୁଁ ନାଚ ଦେଖିଲି, ମୁଁ ଦେଖିଲି ସେଦିନର 50 ବର୍ଷ ତଳର ଯେଉଁଭଳି ନାଟକ ଆମର ଅଭିନୟ ହେଉଥିଲା, ଚାରିପଟେ ଖୋଲା ଥିଲା, ତଳେ ଲୋକମାନେ ବସୁଥିଲେ ଏବଂ ଆଜି ନୂତନ ବୈଦ୍ୟୁତିକ ଗଣମାଧ୍ୟମରେ ନାଟ୍ୟର ଯେଉଁଭଳି ଭାବରେ ପ୍ରଦର୍ଶନ ହେଉଛି, ବହୁତ ବୈପ୍ଳବିକ ପରିବର୍ତ୍ତନ ଘଟିଛି। ତେଣୁ ଆମ ଗାଁ ରଘୁନାଥପୁର, ସେଥିରେ ମଧ୍ୟ ଆମେ ଧଉଳି ଗଣନାଟ୍ୟକୁ ଆଣିଥିଲୁ, ଆମ କମିଟି ଆଣିଥିଲେ। ଆଉ ଧଉଳି ଗଣନାଟ୍ୟର 2ଟି ବହି ଚାଲିଗଲା ପରେ ତୃତୀୟ ଦିନ ବହି ଦେଖିବା ପାଇଁ ମୁଁ ଆସିଥିଲି। ପ୍ରକୃତରେ ଧଉଳି ଗଣନାଟ୍ୟରେ ଏବେ ଗୋଟେ କାଲି ଯେଉଁ ବହିଟି ହେଇଥିଲା, ତାହା ଥିଲା ରାତିରେ ଲୁହରେ ଲୁହରେ ରାତି ଶୋଇଯାଉ। ଏଥିରେ ଆପଣଙ୍କର ରୋମାଣ୍ଟିକ୍ ହିରୋ ଆମର ରୁଦ୍ର ଆଉ ସୁଇଟ୍ ଭିଲିଆନ୍ ଲକ୍ଷ୍ମୀ ଭାଇ, ବ୍ୟାଡ୍ ଭିଲିଆନ୍ ଜ୍ଞାନ ଭାଇ ଏବଂ ଆପଣଙ୍କର ନାୟିକା ଉପରେ ସୁଇଟ୍ ହିରୋଇନ୍ ସ୍ମରଣିକା ଆଉ ରୋଜି, ବେବି, ଜୟନ୍ତୀ, ଏମାନଙ୍କର ଅଭିନୟ ବହୁତ ନିପୁଣ ଥିଲା। ନାଟକର ବିଷୟବସ୍ତୁଟି ଏଇଭଳି ଥିଲା ଯେ ମଣିଷ ଯଦି ମିଛ କହି, ପ୍ରତାରଣା କରି, ବେଇମାନି କରି, ଶୈତାନି କରି କାହାର ଏଗେନ୍ଷ୍ଟରେ ଉପରକୁ ଚେଷ୍ଟା କରେ ବା କାହାର ଧନ ଉପରେ ଏବଂ କାହାର ମାନମର୍ଯ୍ୟାଦାର ହୀନତା ହାନି କରେ, ତାହେଲେ ତା'ର ଫଳ ଭଗବାନ ନିଶ୍ଚୟ ଦିଅନ୍ତି। ଏଇଟା ଥିଲା ସମାଜକୁ ମେସେଜ। ଏଥିରେ ରୁଦ୍ରବାବୁ, ଲକ୍ଷ୍ମୀ ଭାଇ, ସ୍ମରଣିକା, ରୋଜି ଏମାନଙ୍କ ରୋଲ୍ ବହୁତ ଆକର୍ଷଣୀୟ ହେଇଥିଲା। ତେଣୁ ଏଇଗୁଡ଼ିକ ସେମାନେ ମେନ୍ କଥା ଥିଲା ଯେ ସମାଜକୁ ଶିକ୍ଷା ସେମାନେ ଦେଲେ ଯେ ଯଦି କୌଣସି ଦିନ କେବେ ମଣିଷ ମିଛ କଥା କହି ପ୍ରତାରଣାର ପାହାଚକୁ ଚଢ଼ି କାହା ଉପରେ ବିଜୟ ଲାଭ କରେ ବା ଅନୀତି ଅତ୍ୟାଚାର କରେ, ତାହେଲେ ଭଗବାନ ସେଥିପାଇଁ ଉଚିତ ଦଣ୍ଡ ଦିଅନ୍ତି। ଏଇଟା ଥିଲା ଗତକାଲିର ଆମର ଯାତ୍ରା ଲୁହରେ ଲୁହରେ ରାତି ପାଇଲା। ତେଣୁକରି ସମସ୍ତ ଧଉଳି ଗଣନାଟ୍ୟରେ ଯେତେ ଜଣ କଳାକାର ଅଛନ୍ତି ଭଲ ଜୀବନ୍ତ ଅଭିନୟ କରୁଛନ୍ତି ଆଉ ତାଙ୍କର ଆକ୍ଟିଂ ମଧ୍ୟ ବହୁତ ଉଚ୍ଚକୋଟୀର। ତେଣୁ ଏଇଟା ହେଉଛି କଥା। ତେଣୁକରି ଯେମିତି ଆମର ଟିକେଟ୍ ସେଲ୍ ହେଲେ ହୁଏ, ସେମିତି ମଧ୍ୟ ସେଇଭଳି ଆରେଞ୍ଜମେଣ୍ଟ ହେଇଥିଲା। କମିଟି ମେମ୍ବରମାନେ ମଧ୍ୟ ତାଙ୍କର ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ତ ଜିନିଷ ଲିଭାଇଥିଲେ। ତେଣୁ ଏଇଟା ହେଉଛି କଥା। ତେଣୁ ଯେତେ ଦୂରକୁ ଯାଅ, ପାଖକୁ ଯାଅ, ଯେତେ ବଡ଼ ଉପରକୁ ଯାଅ, ମଧ୍ୟ ସବୁବେଳେ ନିଜର ମୂଳଟାକୁ ଭୁଲିଗଲେ ମଣିଷ ଅସୁବିଧା ପଡ଼େ। କାରଣ ଯେଉଁ ଯାତ୍ରା ମୋର 7 ବର୍ଷ ହେଇଥିଲା ମୁଁ ଦେଖି ଆସୁଥିଲି ରଘୁନାଥପୁରରେ ଏବଂ ମଝିରେ ମଝିରେ ମୁଁ ଦେଖିଛି। ତେଣୁ ଆଜି ପୁଣି କାଲି ସେଠିକି ଆସିଥିଲି ଦେଖିବା ପାଇଁ, ସେଥିରେ ମଧ୍ୟ ସେଇଭଳି ଭାବରେ ଉତ୍ସାହ ଥିଲା। ତେଣୁ ମୋର ମେସେଜ ହେଲା କି ହେଲେ ନିଜର ଭିଟାମାଟି, ନିଜର ଜନ୍ମଭୂମି, ନିଜର ଅରିଜିନାଲଟାକୁ କେବେ ଭୁଲିବା ଉଚିତ ନୁହେଁ ଏବଂ ଅରିଜିନାଲଟାକୁ ମିଛ ସତ କହିକି ମଧ୍ୟ ବଢ଼େଇକିରି କହିବା ଦରକାର ନାହିଁ। ଯେତିକିରେ ଅଛ ସେତିକିରେ କହିବ, ଆଉ ଅଧିକା ବଢ଼େଇବା ଅଧିକା କମେଇବା ଠିକ୍। ରହିଲି, ଧନ୍ୟବାଦ।